ସୁଭଦ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏହି ଦିନ ଖାତାକୁ ଆସିବ ଦ୍ୱିତୀୟ କିସ୍ତି। ସୁଭଦ୍ରା ଯୋଜନାକୁ ନେଇ ପୁଣି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ସାମିଲ ହୋଇ ମହିଳା ତଥା ନାରୀ ସଶକ୍ତିକରଣ ବାବଦରେ ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହିଳା ସଶକ୍ତିକରଣ ହେଲେ ବିକାଶ ସମ୍ଭବ ବୋଲି କହିଛନ୍ତି ସିଏମ୍। ସୁଭଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ବେଶ୍ ସହାୟକ ହେଉଛି। ସିଏମ୍ ମୋହନ ମାଝୀ କହିଛନ୍ତି, ନୂଆ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରୁଛି। ବର୍ତ୍ତମାନ ସୁଦ୍ଧା 1,07,00,000 ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ଆଉ ଖୁବ୍ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବାକୁ ଯାଉଛି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମାର୍ଚ୍ଚ 8 ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କିସ୍ତି। ସମସ୍ତଙ୍କ ଆକାଉଣ୍ଟକୁ ଏକାବେଳେ ଟଙ୍କା ପଠାଇବେ ସରକାର। ଏଭଳି ଲକ୍ଷପତି ଦିଦି ହେବାକୁ ମହିଳାଙ୍କୁ ପ୍ରେରଣା ଦେଉଛନ୍ତି ସିଏମ୍ ମୋହନ ମାଝୀ। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା, ଏମାନଙ୍କର ବଢ଼ିବ ପେନ୍ସନ୍। ନୂଆଦିଲ୍ଲୀ, ୟୁନିୟନ ବଜେଟ୍ 2025ରେ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ବେଶ୍ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଏଥର ବଜେଟ୍ରେ ସରକାର ଇପିଏଫ୍ ପେନ୍ସନ୍ ବୃଦ୍ଧି କରିପାରନ୍ତି। ଇପିଏଫ୍ର ସର୍ବନିମ୍ନ ପେନ୍ସନ୍ 1,000ରୁ 7,500 ଟଙ୍କାକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଶେଷଜ୍ଞମାନେ କହିଛନ୍ତି କି ଏହି ବୃଦ୍ଧି ଆବଶ୍ୟକ, ଯାହାଦ୍ୱାରା ପେନ୍ସନଧାରୀମାନେ ଆର୍ଥିକ ଆରାମ ଏବଂ ସାମାଜିକ ସମାନତା ପାଇପାରିବେ।